ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବହୁମୂଲ୍ୟ ନାମରେ ଆନ୍ତରିକ ନମସ୍କାର। ଖ୍ରୀଷ୍ଟରେ ପ୍ରିୟ ଭାଇ ଭଉଣୀମାନେ, ବର୍ତ୍ତମାନ ଗୋଟେ ଖବର ମିଡ଼ିଆରେ, ସୋସିଆଲ ମିଡ଼ିଆରେ, ଖବରକାଗଜରେ ପୁରା ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। ଆଉ ସେଇଟା ହେଉଛି ଏପଷ୍ଟେନ୍ ଫାଇଲ୍। ଆଉ ଆକ୍ଚୁଆଲି ଏଇ ଏପଷ୍ଟେନ୍ ଫାଇଲ୍ କ'ଣ, ମୁଁ ମଧ୍ୟ ଆଗରୁ ଜାଣିନଥିଲି। କିନ୍ତୁ ପ୍ରିୟ ବନ୍ଧୁଗଣ, ବର୍ତ୍ତମାନ ଧୀରେ ଧୀରେ ସମସ୍ତ ବିଷୟ ଖୁଲାସା ହେଉଅଛି। ଏପଷ୍ଟେନ୍ ଫାଇଲ୍, ଆଉ ଇଏ ଏମିତି ଗୋଟେ ଫାଇଲ୍, ଏଇ ଫାଇଲ୍ରେ ପୃଥିବୀର ଯେତେ ବଡ଼ ବଡ଼ ଲୋକମାନେ, ଯେତେ ସେଲିବ୍ରିଟି, ବଡ଼ ବଡ଼ ସେଲିବ୍ରିଟି, କରୋଡ଼ପତି, ଅରବପତି, ଆଉ ବଡ଼ ବଡ଼ ବିଜନେସମ୍ୟାନ୍, ଏଇ ସମସ୍ତଙ୍କର ନାଁ ରହିଅଛି ଏପଷ୍ଟେନ୍ ଫାଇଲ୍ରେ। ତେବେ ଏପଷ୍ଟେନ୍ କ'ଣ? ଇଏ ଜଣେ ବ୍ୟକ୍ତି ଯାହାର ପୁରା ନାଁ ହେଉଛି ଜେଫ୍ରି ଏପଷ୍ଟେନ୍। ଜେଫ୍ରି ଏପଷ୍ଟେନ୍ ଆଉ ଏମିତି ଜଣେ ବ୍ୟକ୍ତି, ୟାକୁ ଆପଣ ବ୍ୟକ୍ତି କୁହନ୍ତୁନି, ୟାକୁ ଆପଣ ରାକ୍ଷସ କୁହନ୍ତୁ, ବଦମାସ କୁହନ୍ତୁ, ଗୁଣ୍ଡା କୁହନ୍ତୁ, ଯାହା ବି କୁହନ୍ତୁ, ସବୁକିଛି ୟା ପାଇଁ ପୁରା ଫିଟ୍ ଅଟେ। ଆଉ ଇଏ ଏମିତି ଗୋଟେ ରାକ୍ଷସ ଜଣେ ଜେଫ୍ରି ଏପଷ୍ଟେନ୍, ଆଉ ଯିଏକି 12 ବର୍ଷରୁ 16 ବର୍ଷ ମଧ୍ୟରେ ଅନେକ ଝିଅମାନଙ୍କର ଜୀବନକୁ ଇଏ ବର୍ବାଦ କରିଦେଇଛି। 12 ବର୍ଷରୁ 16 ବର୍ଷ ଭିତରେ। ଆଉ ୟାର ଗୋଟେ ସ୍ୱତନ୍ତ୍ର ଗୋଟେ ଆଇଲ୍ୟାଣ୍ଡ ଅଛି, ଆଉ ସ୍ୱତନ୍ତ୍ର ଗୋଟେ ସୁଡ଼ଙ୍ଗ ଅଛି, ଆଉ ନିଜର ସବୁକିଛି ଅଛି। ଆଉ ସେ ଆଇଲ୍ୟାଣ୍ଡରେ ଗୋଟେ ବହୁତ ବଡ଼ ସୌଖିନ ଘର ଗୋଟିଏ ନିର୍ମାଣ କରିଛି। ଆଉ ଅନେକ ଦିନରୁ ଏଇ ଯେଉଁ ଜେଫ୍ରି ଏପଷ୍ଟେନ୍ ନିଜର କଳା କାରନାମା କରି ଆସୁଥିଲା, ବହୁତ ବର୍ଷ ଆଗରୁ। କିନ୍ତୁ ପ୍ରିୟ ବନ୍ଧୁଗଣ, ସତ୍ୟ କେବେ ଲୁଚି ରହେ ନା। ଯେତେ ବଡ଼ ଲୋକ ହେଉ, ଜଣେ ଯେତେ ବି ଗୁପ୍ତ କାମ କରୁନା କାହିଁକି, ଦିନେ ନା ଦିନେ ସତ୍ୟତା ସାମ୍ନାକୁ ଆସିଥାଏ। ଆଉ ଏଇ ଆୟର୍ଲାଣ୍ଡରେ ଇଏ କରୁଥିଲା କ'ଣ? ଆୟର୍ଲାଣ୍ଡରେ ଇଏ କ'ଣ କରୁଥିଲା ନା, ବିଭିନ୍ନ ଦେଶ ବିଦେଶରୁ 12 ବର୍ଷରୁ 16 ବର୍ଷ ଭିତରେ ନାବାଳିକାମାନଙ୍କୁ ଆଣିକି ଏଇଠି କ'ଣ କରୁଥିଲା, ରଖୁଥିଲା। ଆଉ ସବୁଠାରୁ ବଡ଼ କଥା ହେଉଛି, ଯଦି ଜଣେ ଏଇ ଆୟର୍ଲାଣ୍ଡକୁ ଆସିଗଲା, କିନ୍ତୁ ଫେରିଯିବାର କୌଣସି ବାଟ ନାହିଁ। ଆସିବାଟା ସହଜ ଏ ଆୟର୍ଲାଣ୍ଡରେ, କିନ୍ତୁ ଫେରିଯିବାର କୌଣସି ରାସ୍ତା ହିଁ ନାହିଁ। ତେବେ ଇଏ କ'ଣ କରୁଥିଲା, ଯେଉଁମାନେ ଆସୁଥିଲେ, ଆଉ ଯେଉଁ ନାବାଳିକାମାନେ ଆସୁଥିଲେ, ଅତି ଦୁଃଖର ସହିତ କହିବାକୁ ପଡ଼ୁଅଛି, ଇଏ ସେମାନଙ୍କ ସହିତ ଯୌନ ସମ୍ପର୍କ ରଖୁଥିଲା। ସେମାନଙ୍କୁ ଯୌନ ନିର୍ଯାତନା ଦେଉଥିଲା। ଦେଖନ୍ତୁ, 12 ବର୍ଷରୁ 16 ବର୍ଷର ଝିଅମାନଙ୍କୁ ଇଏ ଯୌନ ନିର୍ଯାତନା ଦେଉଥିଲା। ଆଉ କ'ଣ କରୁଥିଲା, ସେମାନଙ୍କୁ ଗର୍ଭବତୀ କରାଉଥିଲା। ଆଉ ଯଦି କିଏ ତା କଥା ଅମାନ୍ୟ କରିବାକୁ ଚେଷ୍ଟା କରେ, କିମ୍ବା ଯଦି କିଏ ଖସି ପଳାଇବା ପାଇଁ ଚେଷ୍ଟା କରେ, ଇଏ ତାକୁ କ'ଣ କରୁଥିଲା, ମାରିକି ତାର ଗୋଟେ ସ୍ପେସିଆଲ ତାର ଗୋଟେ କୋଠରୀ ଥିଲା। ସେ ଏମିତି ସିଷ୍ଟମ୍ କରିଥିଲା ଯେ ଜଣକୁ ମାରି ଦେଇକି ତା ଭିତରେ ଗଳେଇ ଦେଉଥିଲା। ଆଉ ତାର ଚିହ୍ନ ବର୍ଣ୍ଣ ପତା କିଛି ରହୁନଥିଲା। ଆଉ କେବଳ ସେତିକି ନୁହେଁ, ଇଏ ଛୋଟ ଛୋଟ ଛୁଆମାନଙ୍କର ଶିକାର କରିକି ସେମାନଙ୍କୁ ରାନ୍ଧିକି ସେମାନଙ୍କୁ ଖାଉଥିଲା ମଧ୍ୟ। ଟିକେ ଦେଖନ୍ତୁ, ଏମିତି ଜଣେ ରାକ୍ଷସ, ଯାହା ନାଁରେ ବର୍ତ୍ତମାନ USA ସରକାର, ଆମେରିକା ସରକାର ଗୋଟେ ଫାଇଲ୍ ତିଆରି କରିଛନ୍ତି। ଫାଇଲ୍ରେ କେବଳ ଜେଫ୍ରି ଏପଷ୍ଟେନ୍ ନୁହନ୍ତି, ତା ସହିତ ଆହୁରି ଅନେକ ଉଦ୍ୟୋଗପତି, କରୋଡ଼ପତି, ଅନେକ ସେଲିବ୍ରିଟି ସାମିଲ ଅଟନ୍ତି। ଯେମିତିକି ବିଲ୍ ଗେଟ୍ସ, ଆପଣ ନାଁ ଶୁଣିଥିବେ। ଏଲନ୍ ମସ୍କ, ତାଙ୍କ ନାଁ ବି ଅଛି। ଆମେରିକାର ଏବେକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ତାଙ୍କ ନାଁ ଅଛି। ଏମିତି ଅନେକଙ୍କ ନାଁ ଅଛି। ସବୁଠାରୁ ଚକିତ କଲା ଭଳିଆ କଥା ହେଉଛି କ'ଣ,
ଆମ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନାଁ ବି ସେଠି ଅଛି। ମାନେ ଟିକେ ଦେଖନ୍ତୁ, ଆଉ ଏଇ ଯେଉଁ ଜେଫ୍ରି ଏପଷ୍ଟେନ୍ ଇଏ କ'ଣ କରୁଥିଲା, ବଡ଼ ବଡ଼ ଉଦ୍ୟୋଗପତି ଧନୀ ଲୋକମାନଙ୍କୁ ସେଲିବ୍ରିଟିମାନଙ୍କୁ ସେ ଡାକୁଥିଲା ନିଜର ସେ ଆଇଲ୍ୟାଣ୍ଡକୁ। ଆଉ କ'ଣ କରୁଥିଲା, ସେମାନଙ୍କର ଭିଡ଼ିଓ ବନେଇକି ଆଉ ସେ କ'ଣ କରୁଥିଲା, ବ୍ଲାକମେଲ୍ କରୁଥିଲା ସେମାନଙ୍କୁ। ଆଉ ପ୍ରିୟ ବନ୍ଧୁଗଣ, ଅନେକ ଦିନ ଧରିକି ଏଇଟା ଲୁଚିକି ଥିଲା। କିନ୍ତୁ ଦେଖନ୍ତୁ, ଆମେରିକାର ଯେଉଁ ଆମେରିକାର ପବ୍ଲିକର ପାୱାର ଟିକେ ଦେଖନ୍ତୁ। ଆମେରିକାର ପବ୍ଲିକ କ'ଣ କଲା, ସରକାରଙ୍କୁ ବାଧ୍ୟ କଲା ଏଇ ଫାଇଲଟା ଖୋଲିବା ପାଇଁ। ଯଦି ଏଇଟା ଆମର ଇଣ୍ଡିଆରେ ହେଇଥାନ୍ତା ତେବେ ବିଜେପି ସରକାର ଏଟାକୁ ଚାପି ଦେଇଥାନ୍ତା। ଟଙ୍କା ବଳରେ ନିଜର ପାୱାରକୁ ବ୍ୟବହାର କରିକି, ନିଜର ପଲିଟିକାଲ ପାୱାରକୁ ବ୍ୟବହାର କରିକି ଏ ଫାଇଲକୁ ଚାପି ଦେଇଥାନ୍ତେ। କିନ୍ତୁ ଇଏ ଆମେରିକା, ଆଜ୍ଞା, ଆମେରିକାର ପବ୍ଲିକ ଟିକେ ଦେଖନ୍ତୁ। ପବ୍ଲିକର ପାୱାର ଆଗରେ ବଡ଼ ବଡ଼ ଉଦ୍ୟୋଗପତି ସେମାନଙ୍କ ପାୱାର ସବୁ ଫେଲ୍ ମାରିଯାଇଛି। ବଡ଼ ବଡ଼ ସେଲିବ୍ରିଟି, ଅରବପତି, କରୋଡ଼ପତିମାନଙ୍କର ପାୱାର ଫେଲ୍ ମାରିଯାଇଛି। ଆଉ ଆମେରିକାର ଯେଉଁ ଜନସାଧାରଣ ପବ୍ଲିକ, ସେମାନେ ସରକାରଙ୍କୁ ବାଧ୍ୟ କରିଛନ୍ତି ଏଇଟା ଖୋଲିବା ପାଇଁ। କେଉଁ ଫାଇଲ? ଏପଷ୍ଟେନ୍ ଫାଇଲ। ବର୍ତ୍ତମାନ ଏଇଟା ବହୁତ ଚର୍ଚ୍ଚାରେ ଅଛି। ତେବେ ପ୍ରିୟ ବନ୍ଧୁଗଣ, ଆମର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତାହାଙ୍କର ନାଁ ବି ଏପଷ୍ଟେନ୍ ଫାଇଲରେ ଅଛି। ତେବେ ଏପଷ୍ଟେନ୍ ଫାଇଲରେ କେଉଁମାନଙ୍କ ନାଁ ଅଛି? ଯେଉଁମାନେ ବଳାତ୍କାରୀ ଆଉ ଯେଉଁମାନେ ଶୋଷଣକାରୀ, ସେଇମାନଙ୍କ ନାଁ ଅଛି ଏପଷ୍ଟେନ୍ ଫାଇଲରେ। ଆଉ ଏ ଏପଷ୍ଟେନ୍, ଜେଫ୍ରି ଏପଷ୍ଟେନ୍, ଆଉ ପ୍ରଥମେ ଇଏ ଜଣେ ଟିଚର ଥିଲେ, କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସିଏ ବଡ଼ ବଡ଼ କୋଟିପତିମାନଙ୍କୁ ଫାଇନାନ୍ସିଆଲ ଆଡ଼ଭାଇଜର ସେ ବନିଥିଲେ। ତା ପରବର୍ତ୍ତୀ ମୁହୂର୍ତ୍ତରେ ନିଜର ମାଷ୍ଟର ମାଇଣ୍ଡକୁ ବ୍ୟବହାର କରିକି ମାନେ ଏମିତି ପାୱାରକୁ ହାସଲ କରିଥିଲେ ଆପଣ ସ୍ୱପ୍ନରେ ବି ଭାବିପାରିବେ ନାହିଁ। ତେବେ ପ୍ରିୟ ବନ୍ଧୁଗଣ, ଜେଫ୍ରି ଏପଷ୍ଟେନ୍ ଧରା ପଡ଼ିଲେ, ଯେତେବେଳେ ଧରା ପଡ଼ିଲେ ତାଙ୍କୁ ଜେଲ୍ ନିଆଗଲା। କିନ୍ତୁ ନିଜର ଅର୍ଥ ବଳରେ, ନିଜ ପାୱାର ଦ୍ୱାରା ସେ ଖସିଗଲେ। ପୁଣି ଥରେ ତାଙ୍କୁ ଧରାଗଲା, କିନ୍ତୁ ଜେଲ୍ ଭିତରେ ତାଙ୍କର ମୃତ୍ୟୁ ହେଲା ବୋଲି ଲୋକମାନେ କହନ୍ତି। କିନ୍ତୁ ପ୍ରିୟ ବନ୍ଧୁଗଣ, ଆପଣ କ'ଣ ଭାବୁଛନ୍ତି, ଜେଫ୍ରି ଏପଷ୍ଟେନ୍ ତାଙ୍କର ମୃତ୍ୟୁ ହେଇଛି କି ଏବେ ଯାଏ ସେ ବି ବଞ୍ଚିଛନ୍ତି? ଯଦି ଜେଫ୍ରି ଏପଷ୍ଟେନ୍ ତାଙ୍କର ମୃତ୍ୟୁ ହେଇଛି, ତେବେ ଗୋଟିଏ ବର୍ଷ ଭିତରେ 27,000 ନାବାଳିକାମାନଙ୍କୁ ଅପହରଣ କରାଯାଇଛି। ସେଇଟା କଲା କିଏ? ଜେଫ୍ରି ଏପଷ୍ଟେନ୍ ଏବେ ଯାକେ ବଞ୍ଚିଛନ୍ତି, ସେ କରୁଛନ୍ତି ନା ଜେଫ୍ରି ଏପଷ୍ଟେନ୍ ତାଙ୍କ ନାଁରେ ଆଉ କିଏ ଏସବୁ ଧନ୍ଦା ଚଲାଉଛି? କମେଣ୍ଟ କରିକି ନିଶ୍ଚିନ୍ତ ଭାବରେ ଜଣାନ୍ତୁ ପ୍ରିୟ ବନ୍ଧୁଗଣ। ସମସ୍ତ ନମସ୍କାର। ପୁଣି ଭେଟ ହେବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ।